ଆଜି ମନ୍ଦାର ଗଛ ଉପରେ ଆମ ଦି ଜଣଙ୍କର ଯୁକ୍ତିତର୍କ ଚାଲିଥିଲା ସ୍ୱାମୀ ସ୍ତ୍ରୀଙ୍କର। ସ୍ୱାମୀ କହିଲେ କି ଏଇ ଗଛଟା ମୁଁ ଆଣିଥିଲି କିନ୍ତୁ ଏଇ ଗଛର ଡାଳଟା ଯିଏ ହଉଛି ଆମର ଘର ପାଖରେ ଜଣେ ଅଛନ୍ତି ମୋର ଫ୍ରେଣ୍ଡ ଭଳିଆ ତ ସିଏ ଆଣିକି ମୋତେ ଦେଇଥିଲେ। ତ ସେଇଟା ମୁଁ ଯେହେତୁ ନିଜେ ଲଗେଇଛି ମୁଁ ଜାଣିଛି ତ ସେଇଟା ମୁଁ କଣ ମାନିବି? କିନ୍ତୁ ସ୍ୱାମୀ କହିଲେ ନା ମୁଁ ପା ଆଣିଥିଲି। ମୁଁ କହିଲି ନା ତମେ ଯୋଉଟା ଆଣିଥିଲ ସେଇଟା ହେଲା ଝରି ମନ୍ଦାର ଯୋଉଟା ଆମର ଝରା ମନ୍ଦାର କୁହନ୍ତି। ତ ସେଇଟା ଏପର୍ଯ୍ୟନ୍ତ ଯାଏ ବି ଫୁଲ ଫୁଟିନି ତା ଦେହର ବୋଧେ କଢ଼ ଆସୁଛି କଣ ତ ତମ ଗଛ ଡାଳ ଲାଗିଛି କିନ୍ତୁ ଫୁଲ ଫୁଟିନି। କିନ୍ତୁ ସ୍ୱାମୀ ମାନିବାକୁ ହିଁ ନାରାଜ କହିଲେ ନା ମୁଁ ଏଇ ଗଛଟା ମୁଁ ପୁରା ଆଣିଥିଲି ଏଇଟା ମୁଁ କଣ ମାନିବି? ଯୋଉଟା ଯିଏ ଦେଇଛି ତାକୁ ମାନିବା ଦରକାର ନା ତାକୁ ମାନେ ନ ମାନିଲେ ତାର ମନ ଦୁଃଖ ହବନି ଯିଏ ଦେଇଥିବ କଷ୍ଟ କରିକି। ତ ସେଥିପାଇଁ ସ୍ୱାମୀଙ୍କ କଥାକୁ ମୁଁ ଆଡ଼େଇଲି ଯେତେବେଳେ ଆଉ ସ୍ୱାମୀ ଯୁକ୍ତି ତର୍କ କଲେ ମୁଁ ତାପରେ ପଳେଇ ଆସିଲି ମୋ ସାଇଡକୁ। ମୋର ସବୁ ଅନ୍ୟ ଗଛ ସବୁ ଦେଖୁଥିଲି ଆଉ ସ୍ୱାମୀଙ୍କ ଗଛ ଉପରେ ସତରେ ନଜର ପଡ଼ିଲା। ଏଇ ଗଛଟା ନା ମୁଁ ଜାଣିନଥିଲି ଏଇଟା କି ଗଛ କିନ୍ତୁ ଆଜି ଜଣାପଡ଼ିଲା କାହିଁକିନା ଏ ଗଛର କଢ଼ ଗୁଡ଼ାକ ଭାରି ଅଜବ ଭଳିଆ ଲାଗୁଥିଲା। ତାପରେ ମୁଁ ଫ୍ଲାସ୍ ଲାଇଟ୍ ମାରିଲି ଫ୍ଲାସ୍ ଲାଇଟ୍ ମାରିକିରି ମୁଁ ଦେଖିଲି ଏ ଗଛଟା କଣ ତାପରେ ସ୍ୱାମୀଙ୍କୁ କହିଲି ମୁଁ କହିଲି ଦେଖିଲ ଏଇଟା କି ଗଛ? ସ୍ୱାମୀ କହିଲେ ଆରେ ବାପରେ ଏଇଟା ଏତେ ବଡ଼ ହେଲାଣି କଢ଼ ଫୁଲ ଫୁଟିଥିଲାନି କି? ମୁଁ କହିଲି ନା ପରା ଫୁଟି ନଥିଲା କାହିଁକିନା ମୁଁ ତାକୁ ପ୍ରନିଂ କରୁଥିଲି ବାରମ୍ବାର। ତ ଏଇ କିଛି ଦିନ ହବ ମୁଁ ରନିଂ କରିବା ଛାଡ଼ି ଦେଇଥିଲି ତା ଦେହରେ ଦେଖ କଢ଼ ଅଛି କିନ୍ତୁ ସେ କଢ଼ ଗୁଡ଼ାକ ଭାରି ଦେଖିବାକୁ ନିର୍ଜୀବା ଭଳିଆ ଲାଗୁଛି ପୁରା ସରୁ ସରୁ। ତ ସ୍ୱାମୀ ସେଇଠୁ ଚିହ୍ନିକି କହିଲେ ନା ଏଇଟା ଭଲ ଫୁଲ ଗଛଟା କଣ କହିଲୁ ଝରା ମନ୍ଦାର। ମୁଁ କହିଲି ତାହେଲେ ଏଇଟା ତମେ ଆଣିଛ କହିଲେ ହଁ ହଁ ମୁଁ ଏଇଟା ଚକ୍ରତୀର୍ଥରୁ ଆଣିଥିଲି ପରା ଏଇ ଡାଳଟା। ଏଣେ କୋଉଠି ଏ ଗଛ ନାହିଁ ସେଥିପାଇଁ ଏ ଗଛକୁ ନଷ୍ଟ କରିବୁନି ରଖିବୁ। ମୁଁ କହିଲି ଆଚ୍ଛା ଠିକ୍ ଅଛି। ତାଙ୍କର ହଉଛି ଯୋଉ ଗଛକୁ ସେ ଆଣିଥିଲେ ସେଇ ଗଛକୁ ଶେଷରେ ପାଇଲେ କିନ୍ତୁ ଯୁକ୍ତିତର୍କ ପ୍ରବଳ କଲେ। ଶେଷରେ ସ୍ୱାମୀ ତାଙ୍କ ଗଛ ଆଣିଥିଲେ ଯୋଉଗୁଡ଼ାକ ସେଗୁଡ଼ା ଚିହ୍ନି ପାରିଲେ ଆଉ ଏଇଟା ଯୋଉ ଆଣିଥିଲେ ନା ଝୁରି ମନ୍ଦାର ସେଇଟା 2ଟା ଡାଳ ଆଣିଥିଲେ ଆଉ ଏକା ପ୍ରକାର ଆଉ ଗୋଟେରେ କଢ଼ ଆସିଲାଣି ବଡ଼ଟେ ହେଇଛି ସେଟା ରଙ୍ଗ ଡବାର ସେଟା ମୁଁ ସର୍ଟସ୍ ବ୍ଲଗ୍‌ରେ ଆପଣଙ୍କ ସହିତ ସେୟାର କରିଥିଲି। ଆଉ ଏଇଟା ଏବେ ଏବେ ଆସୁଛି ଆଗକୁ ଫୁଲ ଫୁଟିଲେ ମୁଁ ସେୟାର କରିବି। ତାପରେ ଏଇ ନାଲି ମନ୍ଦାରଟା ନା ବହୁତ ବଢ଼ିଆ ଅଜବ ଫୁଲ ଫୁଟିଛି ଯୋଉ ଦେଶୀ ମନ୍ଦାର ପାଖରେ ଥିଲା ମୋର ଗୋଟେ ନାଲି ମନ୍ଦାର ଯୋଉଟା ପେନ୍ଥା ମନ୍ଦାର ବଡ଼ ମାଉସୀଙ୍କ ଘରୁ ମା ଆଣିଥିଲେ କଟକରୁ। ତ ସେ ମାଉସୀଙ୍କ ଘରୁ ଆଣିଲା ପରେ ନା ମୁଁ ତାକୁ ରିପୋର୍ଟିଂ କରିଥିଲି ଆଉ ଡାଳଟା ବହୁତ ବଢ଼ିଆ ଲାଗିଯାଇଥିଲା। ସେଇଟା ହଉଛି ପୁରା ଦେଶୀ ନାଲି ମନ୍ଦାର ଭଳିଆ ଫୁଟିବ ଆଉ ତାର ଅଗକୁ ନା ଟିକେ ଆମର ଯେମିତି ଶ୍ଵେତ ମନ୍ଦାର ଆସେ ନା ସେମିତି ଟାଇପ୍‌ର ଟିକେ ବାହାରେ। ତ ସେଇଟା ଭାରି ବଢ଼ିଆ ଲାଗେ ସେ ଫୁଲଟା ସେଥିପାଇଁ ମୁଁ ତାକୁ 2ଟା ଗଛ କରିଥିଲି ବି ମଧ୍ୟ ଆଗରୁ ବି ଭିଡ଼ିଓ ସେୟାର କରିଛି। କିନ୍ତୁ ସେ ଗଛ ପାଖରେ ନା ମୁଁ ନର୍ମାଲ ଦେଶୀ ମନ୍ଦାର ନା ରଖିଥିଲି ଗଛ ତା ପାଖରେ କିନ୍ତୁ ସେ ହଉଛି ପଲିନେସନ୍ ହେଇଯାଇଛି ବୋଧହୁଏ। ବୋଧେ ପଲିନେସନ୍ ହେଇଯାଇଛି ସେଥିପାଇଁ ଗୋଟେ ଗଛରେ 2 ପ୍ରକାର ଫୁଲ ଫୁଟୁଛି। ତାପରେ ଆମର ଯାଇଥିଲୁ ଦେଶୀ ଜିନିଆ ଗଛ ପାଖକୁ, ଦେଶୀ ଜିନିଆ ଗଛ ବହୁତ ଗୁଡ଼େ ଉଠିଥିଲା ତାକୁ ଲଗେଇ ଦେଇଥିଲୁ। ତ ଆଜି ବ୍ଲଗ୍‌ଟି ସାଙ୍ଗମାନେ ମୁଁ ଏଇଠି ରଖୁଛି। ପୁଣି ଦେଖା ହବ ନେକ୍ସଟ୍